तो हेलो एवरीवन वेलकम बैक टू माय यूट्यूब चैनल। तो सकालू सकालू मु फ्रेश होइके आसीगली रोसई घरे देखि पारथिबे। आ मु एठी करूछि चकुली पिठा ग्राइंडिंग करके रखी। तो ताकू आगे मु चकुली पिठा बनै दिए कहीं मते रांधिला बेले मते समय हुएनी। तो आगे मु आगे मु कर दउछि चकुली पिठाटा तापरे जेकी रंधारंधी करबी नहले मते बिल्कुल समय हुएनी। तो से आगे चकुली पिठाटा करदबा तापरे रंधारंधी करके गाधेकी आमे बाहरिबा। तो एठी चकुली पिठाटा दे दिए बनै दे एठी ए चटुरे कले भल हुए। मु कोउथिरे करूछि देखेबी ना एथिरे करूछि तो थोड़ी हेबो फिर भी होउछि एमती। आउ ता सहित मु आ किछि बनौनी कहीं मते तरकारी बनेला बेले बहुत समय लागिबो। तो से मु ता सहित बनै दउछि चा आगे बनै के रखि देबा तापरे जेकी मु खाइबा बनैबी भात बसेबी आ तरकारी बनैबी आ एबे चकुली पिठाटा आगे करदम तापरे जेकी जहा काम करिबार अछि करिबी परे सुविधा हुए कहीं ना परे एटा ब्रेकफास्ट कर देले ना परे आ करिबा पड़िबनी रांधिला बेले मोर हे जाए समय। तो चकुली पिठाटा आगे ब्रेकफास्ट पे ही कर दो तापरे देकी बाकी काम करबा। पानी बतेइला सेठी आउ एठी हे गेला मोर देखंतु गोल 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 तो हेइनी कहीं ना एठी चटुरे कले सिना भलो हबो। चटुरे तो एक्चुअली रे करूनी मुई तो एठी देखेली आपण मान को एठी रे करूची तो सेठी रे थुड़ी हेबो। आउ एठी बसै छी आ गोटे साइड रे चा तो सेटा भी हेइ गेलानी फुटुची ताकू बस चीनी टा कोठी रखि देली के जाने और एठी रखि देछि चीनी टा टिके पके देबा भाबुची आगे खाई देला परे भात बसई देबा नहले बिल्कुल हुएनी मते आ समय। तो सेठी जाई आ एथिरे पकेइ छी मु टिके लुण आ टिके चीनी जहाँ को पसंद जेमती मु तो चीनी पकाए न पकेइले भल लागेनी मते बिल्कुल भी ताके दिनी ढांकी देले ना भल भाबरे सिझी जाए सेटा नहले ना सिझेनी। आ एबे ग्राइंडिंग करछि नहले पूरा एठी कणा 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 हो किंतु एबे ग्राइंडिंग करछि ना ताकू रखिला परे ही हुए। तो मु रखी नथिली साଙ୍ଗे साଙ୍ଗ କରିକି ମୁଁ କରୁଛି ନା ତ ସେଥିପାଇଁ ହେଇନି ଏମିତି ନହେଲେ ହୁଏ। ଆଉ ଗୋଟେ ଦିଟା ଖାଲି କରିବି ଆଉ କରିବିନି। ଯଦି ଗ୍ରାଇଣ୍ଡିଙ୍ଗ କରିକି ଅଧଘଣ୍ଟା ବି ଅଧଘଣ୍ଟା ନହେଲେ ଘଣ୍ଟେ ବି ରଖି ଦେଇଥାନ୍ତି ତାହେଲେ ବି ହେଇଯାଇଥାନ୍ତା। ତ ଚଳିବ କିଛି କଥା ନାହିଁ କାଲି କରିବା ଆଉ ବହୁତ ବି କରାହେଇଛି ଆଉ ରଖା ହେଇଛି ଏତିକି ଖାଲି ମୁଁ କରିବା ପାଇଁ ବାହାର କଲି। ଆଉ ଏତେ ଜୋରରେ ଆଜି ଥଣ୍ଡା ହଉଛି ପ୍ରବଳ ଥଣ୍ଡା ପୁରା ଆମର ଏଠି ତ ପ୍ରବଳ ତମ ସାଇଟ୍ ରେ ହଉଛି ନା ନାଇଁ କହିବ ତ ଆମ ସାଇଟ୍ ରେ ତ ବହୁତ ଜୋରରେ ହଉଛି ବଢି ଯାଇଛି ଏବେ ଥଣ୍ଡାଟା ସବୁଆଡେ ବଢିଛି ନା କି ଜାଣ ମୁଁ ଜାଣିନି ସମସ୍ତେ କହୁଛନ୍ତି ବହୁତ ଜୋରରେ ଥଣ୍ଡା ହଉଛି। ଏବେ ଜାନୁଆରୀ ମାସଟା ନା ସେମିତି ହିଁ ଥଣ୍ଡା ଲାଗେ କିନ୍ତୁ ଏ ବର୍ଷ ଟିକେ ଅଧିକ ଲାଗିଲା ଖରା ବି ଲାଗୁଛି କଣଟା ଗୋଟେ ଅଛି ନା ନା କିଛି ନାହିଁ ଏ ବର୍ଷ ଲାଗୁଛି ପୁରା ବେଶୀ ହିଁ ଥଣ୍ଡା ହେଲା ସବୁ ଜାଗାରେ ବହୁତ ଏବେ। ଆଉ ରାତିରେ ବାସନ ସବୁ ରଖିଥିଲି ତାକୁ ଧୁଆଧୁଇ କରିଦେଇଛି ସବୁ ଆଉ ଏବେ ଯେତିକି ବାହାରିବ ପରେ ରାନ୍ଧି ସାରିଲା ପରେ ଧୁଆଧୁଇ କରିବି ଏବେ କରିବିନି ଏବେ ଧୁଆଧୁଇ କଲେ ନା ଆଉ ବି ତ ହେବ ନା ତ ସେଥିପାଇଁ ତେଲଟା ବାଜିଗଲା ଏଠି ଉଲ୍ଟଟେ ବି ସେଥିପାଇଁ ଚଲିବ କିଛି କଥା ନାହିଁ ହୁଏ ସେମିତି। ତ ଭାବୁଛି ଏବେ କଣ ବନେଇବି ବନେଇବି ଭାବୁଛି ଛତୁ ଆଉ କଣଟା ବନେଇବି ଆଉ କଣ ବନେଇବି ଆଉ ଅଛି କଣ ବନେଇବା ପାଇଁ ଛତୁ ଆଉ ଗୋଟେ କିଛି ଗୋଟେ ବନେଇଦେବି
ତ ସାଙ୍ଗମାନେ ମୁଁ ଆଉ ଥରେ କରୁଛି ଚା। ନାଲି ଚା ସେତେବେଳେ କରିଥିଲି, ଏବେ କରୁଛି କ୍ଷୀର ଚା। ଦେଖୁଛନ୍ତି ଏଠି ଫୁଟୁଛି, ହେଇଗଲାଣି। ଆଉ ଦେଖୁଛି। ଆଉ ଏଠି କରିବି ମୋ ମସରୁମ୍, ଯୋଉଟାକି ସଣ୍ଡେ ଦିନ କିଣିକି ଆଣିଥିଲି କିନ୍ତୁ କରିନଥିଲି, ଭାବୁଥିଲି କରିବି କିନ୍ତୁ କରିନଥିଲି। ତ ଆଜି ଫାଇନାଲି ମସରୁମ୍ ତରକାରୀ କରାହେବ। ତା ସହିତ ଏଠି କରିଛି ମୁଁ, ତା ସହିତ ମୁଁ କରିବି ଆଲୁକୁ ଭାବୁଛି ସିଝେଇଦେବା। ଯାଇକି ଧୋଇକି ରଖିଥିଲି କିନ୍ତୁ ବସେଇବି କହୁଛି ବସେଇ ନଥିଲି, ସେ ସବୁ ପଡ଼ିଗଲା। କିଛି କଥା ନାହିଁ, ତ ଏଠି ବସେଇଦବା ତାକୁ। ଆଉ ମସରୁମକୁ ମୁଁ କହୁଛି ହଳଦୀ ପାଣିରେ ଟିକେ ହାଲକା 10 ମିନିଟ୍ ପାଇଁ ଛାଡ଼ିଦେବି। କାହିଁକି ନହେଲେ ନା କଣ ହୁଏ କହିବି, ନହେଲେ ଯୋଉ ପୋକ ଫୋକ ଥାଏ ନା ନହେଲେ ବାହାରେନି, ତ ସେଇଥିପାଇଁ ଭାବୁଛି ଟିକେ ବସେ। ଲାଗରେ ଲାଗୁନି, ଲାଗୁନି ତ। ତ ସାଙ୍ଗମାନେ ମୁଁ ଆସି ଯାଇଥିଲି ବାହାରେ, ଆଉ ଏତେ ଜୋରେ ଭିତରେ ଥଣ୍ଡା ହଉଛି। ଭିତରେ ଥିଲେ ଥଣ୍ଡା ଲାଗୁଛି, ବାହାରେ ଖରାରେ ଛିଡା ହେଲେ ନା ବହୁତ ଜୋରେ ଗରମ ହଉଛି। ମାନେ ଅଜୀବ ଟାଇପ ର ଲାଗୁଛି, ଏଇଟା କି ଥଣ୍ଡା କେଜାଣେ। ତ ସେଥିପାଇଁ ଟିକେ ଆସିଗଲି ବାହାରେ ଛିଡା ହେବା ପାଇଁ। ଆଉ 10 ମିନିଟ୍ ଖଣ୍ଡେ ଛିଡା ହେଇଯାଉ, ତାପରେ ଯାଇକି ଭିତରକୁ ଯିବା। ଖରାରେ ଛିଡା ହେଲେ ଭଲ ଲାଗୁଛି, ଆଉ ବେଶୀ ସମୟ ଛିଡା ହେଇଦେଲା ନା ଲାଗୁଛି କି ପୁରା ଗରମ ଦିନ ହିଁ ଆସିଗଲା। ତ କିଛି କଥା ନାହିଁ, କିଛି ସମୟ ଛିଡା ହେଇଯିବା। ତ ଏଠି କରୁଛି ମୁଁ ପରଠା, ମାନେ ବ୍ରେକଫାଷ୍ଟ ପାଇଁ କରୁଛି। ଆଉ ଆଜି ଲଞ୍ଚ ପାଇଁ କିଛି କରିନି, ଆଜି ଭାବୁଛି ଟିଫିନ୍ ନେବିନି, ପରଠା ହିଁ ବଞ୍ଚିବ ସେଇଟା ହିଁ ନେଇଯିବି। ଆଜି ଦେଖନ୍ତୁ ପରଠା, ଆଉ ଏବେ ପର୍ଯ୍ୟନ୍ତ ଏଇଟା କାହିଁ ଖୋଲା କରିକି ରଖିଛନ୍ତି ପାଣିଟା, ଆଉ ଏବେ ପର୍ଯ୍ୟନ୍ତ ମୁଁ ଛତୁ କରିନି, ହେଇପାରିଲାନି ମୋତେ। ଯଦି ହେବ ତାହେଲେ କରିବି, କିନ୍ତୁ ଏବେ ହେଇନି। ଆଉ ମୁଁ ଅଛି ଆଲୁ ତରକାରୀ, ଏଇଠି ଅଛି, ଗୋଟେ ହାତରେ ଖୋଲି ହେଉନି, ସେଇଥିପାଇଁ ଖୋଲୁନି। ଆମର ହେଇଗଲା ସବୁ ପରଠା ରେଡି। ଆଉ ଭାବୁଛି ଛତୁଟା କରିଦେବି ନା କରିବିନି କେଜାଣେ, କରିଦେଲେ ଭଲ ହୁଅନ୍ତା। ପରଠା ସହିତ ମସରୁମ୍ ତରକାରୀ ମାନେ ନେଇଯାଆନ୍ତି ମୁଁ ଡ୍ୟୁଟି ପାଇଁ, କିନ୍ତୁ ହେଇପାରୁନି, ହେଇପାରୁନି ତ ଆଉ କ'ଣ କରିବା। ତ ସାଙ୍ଗମାନେ ମୋର ସବୁ ଖାଇବା ରେଡ଼ି ହେଇଗଲା। ଏଇଠି କଲି ମସରୁମ୍, ଦେଖନ୍ତୁ ଏଇଟା ମସରୁମ୍, ଆଉ ସବୁ ମାନେ ଏଇଠି କରିଛି ପରଠା ଆଉ ଆଳୁ ତରକାରୀ, ଆଉ ବାକି ସବୁ ରୋଷେଇ ଘର କ୍ଲିନ୍ କରିବାକୁ ପଡ଼ିବ, ପୁରା ସବୁ ମାନେ ବିଛେଇକି ରଖିଛି ଦେଖନ୍ତୁ। ତ ସବୁ କ୍ଲିନ୍ କରିଦେବା, ଆଉ ଗାଧୋଇ ପାଧେଇକି ଯିବା ଡ୍ୟୁଟି। ଆଉ ଭିଡ଼ିଓଟା ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ କରିଦେବା। ଦେଖା ହେବା ନେକ୍ସଟ ଭିଡ଼ିଓରେ, ବାଏ ବାଏ।